ଭଦ୍ରକ ଜିଲ୍ଲା ମନ୍ ବନ୍ତ ବ୍ଲକ ଅନ୍ତର୍ଗତ ସେଣ୍ଟତିରା ପଞ୍ଚାୟତର ସେଣ୍ଡତିରା ବଜାର ଉପରେ ଥିବା ଶ୍ରୀ ଶ୍ରୀ ଶନିଶ୍ଚରଙ୍କ ମନ୍ଦିରକୁ ଶନିଦେବଙ୍କ ଜୟନ୍ତୀ ଉପଲକ୍ଷେ ଅଗଣିତ ଭକ୍ତଙ୍କର ସୁଅ ଛୁଟୁଛି। ଶାସ୍ତ୍ର ଅନୁଯାୟୀ ବୈଶାଖ ମାସ ଚତୁର୍ଥୀରେ ଶନିଦେବଙ୍କର ଜୟନ୍ତୀ ପାଇଁ ସକାଳୁ ସକାଳୁ ବିଭିନ୍ନ ଶନି ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ଶନିକୁ ସନ୍ତୁଷ୍ଟ କଲେ ପରିବାରରେ ସୁଖ ଶାନ୍ତି ସନ୍ତାନ ଧନ ସୌଭାଗ୍ୟ ଓ ସଫଳତା ପ୍ରାପ୍ତି ହୁଏ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି। ଆମମାନଙ୍କର ଭକ୍ତି ଓ ବିଶ୍ୱାସରେ ଶନି ଦୋଷରୁ ମୁକ୍ତ ହେବା ପାଇଁ ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ବ୍ରତ ଉପବାସ ଓ ଆରାଧନା କରିବାକୁ ପଡ଼େ ଏବଂ କଳା ହାତୀ କଳା ଘୋଡ଼ା ଦାନ କରିବା, କଳା ଜୋତା କଳା ଛତା ଦାନ, କଳା ରଙ୍ଗର କୁକୁରକୁ ତେଲରେ ବୁଡ଼ା ଯାଇଥିବା ରୁଟି ଖାଇବାକୁ ଦିଆଯାଏ। ଓସ୍ତଗଛକୁ ପୂଜା ଅର୍ଚ୍ଚନା ଓ ସ୍ୱାମୀଦେବଙ୍କ କଥାକୁ ମାନ୍ୟତା ଦେବା ଆଦି ବିଭିନ୍ନ ଉପଚାର ରହିଛି। ଆଉ ମଧ୍ୟ ନୀଳ ବସ୍ତ୍ର ଦାନର ପରମ୍ପରା ରହିଛି। ଅନ୍ୟ କେତେକଙ୍କ ମତରେ ବର୍ଷରେ 2 ଥର ବୈଶାଖ ଓ ଜ୍ୟେଷ୍ଠ ମାସରେ ଶନିଙ୍କର ଜନ୍ମତିଥି ଭାବେ ପାଳିତ ହୋଇଥାଏ। ତେବେ ବନ୍ତ ବ୍ଲକର ସେଣ୍ଡତିରା ସ୍ଥିତ ଶ୍ରୀ ଶ୍ରୀ ଶନିଶ୍ଚରଙ୍କ ମନ୍ଦିରରେ ଆଜି ଭକ୍ତଙ୍କର ଗହଳ ଚହଳକୁ ନେଇ ଆମର ସାଇ ସତ୍ୟ ନ୍ୟୁଜ୍ ଭଦ୍ରକରୁ ବ୍ୟୁରୋ ଚିଫ୍ ଦିଲ୍ଲୀପ ଖୁଣ୍ଟିଆଙ୍କ ରିପୋର୍ଟ ମାଧ୍ୟମରେ ସେ ଭେଟିଥିବା କିଛି ମହିଳା ଭକ୍ତ ପୂଜକ ଓ କର୍ତ୍ତାଙ୍କ ମୁହଁରୁ ଶୁଣନ୍ତୁ ସେମାନେ କଣ ମତ ରଖିଛନ୍ତି। ଭଦ୍ରକ ଜିଲ୍ଲାରୁ ବ୍ୟୁରୋ ଚିଫ୍ ଦିଲ୍ଲୀପ ଖୁଣ୍ଟିଆଙ୍କ ରିପୋର୍ଟ ସାଇ ସତ୍ୟ ନ୍ୟୁଜ୍।